ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ତଥା ଅଭିନନ୍ଦନ। ଆଜିର ଓଡ଼ିଶା ପ୍ରଦେଶ ଏକଦା ଉଡ୍ର, ଉତ୍କଳ, କୋଶଳ, କଳିଙ୍ଗ ଓ କଙ୍ଗୋଦ ଆଦି ନାମରେ ପରିଚିତ ଥିଲା। ଇତିହାସର ଉତ୍ଥାନ ପତନ ଭିତରେ ଉତ୍କଳ, କଳିଙ୍ଗ ଓ କୋଶଳକୁ ମିଶାଇ ଓଡ଼ିଶା ରାଜ୍ୟ ସାମ୍ରାଜ୍ୟବାଦୀ ଗଙ୍ଗ ରାଜାମାନେ ସ୍ଥାପନ କରିଥିଲେ। ଗଙ୍ଗ ଓ ଗଜପତି ରାଜତ୍ୱ କାଳରେ ଓଡ଼ିଶା ରାଜ୍ୟର ପରିବ୍ୟାପ୍ତି ଉତ୍ତରର ଗଙ୍ଗାଠାରୁ ଦକ୍ଷିଣରେ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଗୌରବ ଐତିହ୍ୟ ଭିତରେ ଆମେ ଓଡ଼ିଆମାନେ ବଞ୍ଚୁଥିଲେ ହେଁ ଏହି ସଭ୍ୟତାର ବିଭବ ଓ ଗାରିମା ଆଜି ଜାତୀୟ ସ୍ତରରେ ଯେପରି ମୁଣ୍ଡ ଟେକିବା କଥା ସେପରି ହୋଇପାରି ନାହିଁ। ମରାଠୀ, ପଞ୍ଜାବୀ, ବଙ୍ଗାଳୀ, ବିହାରୀ, ମାଲାୟାଲମ, ହିନ୍ଦୁ, ତେଲୁଗୁ ପ୍ରଭୃତି ଜାତି ଯେପରି ନିଜର ସ୍ୱାଭିମାନ ବଞ୍ଚାଇ ରଖିପାରିଛନ୍ତି ଓ ସୁସମୃଦ୍ଧ ହୋଇପାରିଛନ୍ତି, ତାହାକୁ ଦେଖିଲେ ଓଡ଼ିଆଙ୍କ ଭିତରେ ଜାତୀୟ ସ୍ୱାଭିମାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତା ମାନେ ନୁହେଁ ଯେ ଓଡ଼ିଆମାନେ ଅଗ୍ରଗତି କରିନାହାନ୍ତି ଓ ଜାତୀୟ ସ୍ତରରେ କାହାର କିଛି ଅବଦାନ ନାହିଁ। ମୋଟାମୋଟି ଭାବରେ ଦେଖିଲେ ନିଜର ସ୍ୱାର୍ଥ, ଜାତୀୟ ସ୍ୱାର୍ଥ ପାଇଁ ସଂଗଠିତ ହୋଇ ବୃହତ୍ତର ସ୍ୱାର୍ଥ ପାଇଁ ଲଢ଼େଇ କରିବା ନେତୃତ୍ୱ ବା ବ୍ୟକ୍ତିଙ୍କର ଘୋର ମରୁଡ଼ି ପଡ଼ିଛି। ଭାରତ କାହିଁକି ସାରା ପୃଥିବୀରେ ଓଡ଼ିଶା ଅନ୍ୟତମ ଦରିଦ୍ର ରାଜ୍ୟ ଭାବେ ପରିଚୟ ଲାଭ କରିଛି। ଅତୀତରେ ଯେଉଁ କଳା, ସଂସ୍କୃତି, ନୌବାଣିଜ୍ୟ ଏବଂ ପ୍ରଗତିର ପ୍ରତ୍ୟେକ କ୍ଷେତ୍ରରେ ଶୀର୍ଷକୁ ଛୁଇଁଥିଲା, ତାହା ଆଜି ଦୁଃଖ, ଦୈନ୍ୟ ଓ ଅନ୍ଧକାର ରାଜ୍ୟରେ ପରିଣତ ହୋଇଛି। ସେଥିପାଇଁ ଦାୟୀ କିଏ? ଏ ପ୍ରଶ୍ନର ଉତ୍ତର ଖୋଜିବାକୁ ବାହାରିଲେ ମୁଖ୍ୟତଃ ଓଡ଼ିଆମାନେ ହିଁ ଦାୟୀ। କାରଣ ଏହି ରାଜ୍ୟର ଜନସାଧାରଣ ଓ ନେତାମାନେ ନିଜ ରାଜ୍ୟର ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ଦେଇ କୌଣସି କାର୍ଯ୍ୟ କରୁଥିବା ସହଜରେ ଦୃଶ୍ୟମାନ ହୁଏ ନାହିଁ।